11 ମାସର ଶିଶୁପୁତ୍ରକୁ ଛାଡ଼ି ମା ଚାଲିଗଲା ଆର ପାରିକୁ। ସ୍ୱର୍ଗତ କ୍ଷୀର ସାହୁର ଆତ୍ମା କହୁଛି, ପୁଅରେ ମୁଁ ତ ହତଭାଗା ମା କ୍ଷୀର, ମୁଁ ତତେ ସବୁଦିନ ପାଇଁ ଛାଡ଼ି ଦେଇ ଚାଲି ଯାଉଛି ରେ, ମୁଁ ତତେ ସବୁଦିନ ପାଇଁ ଛାଡ଼ି ଦେଇ ଚାଲି ଯାଉଛି ଆର ପାରିକୁ। ମୋତେ କ୍ଷମା କରିଦେବୁ ରେ ଧନ, ମୋତେ କ୍ଷମା କରିଦେବୁ। ମୁଁ ଆଉ କେବେ ଫେରିବି ନାହିଁ କି ତୁ ମୋତେ ଆଉ କେବେ ଖୋଜିବୁ ନାହିଁ। ତୁ ଯେତେ ଖୋଜିଲେ ମଧ୍ୟ ମୋତେ ପାଇବୁ ନାହିଁ ରେ ଧନ, ତୁ ଆଉ ମୋତେ ପାଇବୁ ନାହିଁ। ମୁଁ ସେମିତି ଏକ ଅଫେରା ରାଇଜକୁ ଚାଲି ଯାଉଛି। ମୁଁ ତତେ ଛାଡ଼ି ସେମିତି ଏକ ଅଫେରା ରାଇଜକୁ ଚାଲି ଯାଉଛି ରେ ଧନ। ମା ପୁଅର ଭେଟଘାଟ ଏହି ଜନ୍ମରେ ଆଉ ନାହିଁ, ମା ପୁଅର ଭେଟଘାଟ ଏହି ଜନ୍ମରେ ଆଉ ନାହିଁ। ମୁଁ ତତେ 10 ମାସ 10 ଦିନ ପେଟରେ ଧରି ଜନ୍ମ ଦେଲି ସତ, ତୋ ପାଇଁ କିଛି କରିପାରିଲେ ନାହିଁ ରେ ପୁଅ, ମୁଁ ତୋ ପାଇଁ କିଛି କରିପାରିଲେ ନାହିଁ। ଏ ତୋର ହତଭାଗା ମା ତୋ ପାଇଁ କିଛି କରିପାରିଲା ନାହିଁ ରେ ଧନ। ମାକୁ ଭୁଲିଯିବୁ, ମା ଶବ୍ଦକୁ କେବେ ପାଟିରେ ରଖିବୁ ନାହିଁ। ଧନରେ ମୁଁ ଯେତେବେଳେ ବିବାହ ବେଦୀରେ ବସି 10 ଦିଗ ପାଳକୁ ସାକ୍ଷୀ ରଖି ତୋ ବାପା ଜଗନ୍ନାଥ ସାହୁର ହାତ ଧରି କେତେ ଯେ ସପନ ଦେଖିଥିଲି, କିନ୍ତୁ ବିଧିର ବିଧାନ ଥିଲା ଅଲଗା। ମୋ ଶ୍ୱଶୁର ରୋମାଞ୍ଚଳ ସାହୁ, ମୋ ଶାଶୁ ରୁଦ୍ନେ ସାହୁ ବିଭିନ୍ନ ଗାଳି ଗୋଳଜକୁ ଖାତିର ନ କରି ତୋ ମୁହଁକୁ ଦେଖି ସବୁ ସହି ଯାଉଥିଲି ରେ ଧନ, ତୋ ମୁହଁକୁ ଦେଖି ସହି ଯାଉଥିଲି। ତୋ ମୁହଁକୁ ଦେଖି ସବୁ ସହି ଯାଉଥିଲି ରେ ଧନ, ତୋ ମୁହଁକୁ ଦେଖି ସବୁ ସହି ଯାଉଥିଲି। ମୋ ଶ୍ୱଶୁର ରୋମାଞ୍ଚଳ ସାହୁ ମୋ ଉପରେ ଖରାପ ନଜର ରଖିଥିଲା। ମୁଁ ପ୍ରତିବାଦ କରିବାରୁ ତୋରି ବାପା ଜଗନ୍ନାଥ ସାହୁ କିଛି ନ ବୁଝି ନ ସୁଝି ମୋତେ ନିର୍ଯାତନା ଦେଇ ଆସୁଥିଲେ। ମୁଁ ତତେ ତୋ ମୁଖକୁ ଦେଖି ସବୁ ଭୁଲି ଯାଉଥିଲି ରେ ଧନ। ସେତିକି ବେଳେ ମୁଁ ତୋ ମୁଖକୁ ଦେଖି ସବୁ ଭୁଲି ଯାଉଥିଲି। ଯେତେବେଳେ ଅଧିକ ନିର୍ଯାତନା ଦେବାରୁ ସହି ନ ପାରି ମୋର ବାପା କୌତୁକ ସାହୁକୁ ଫୋନ୍ କରି ଜଣାଇଥିଲି। ଗତ 10 ସେପ୍ଟେମ୍ବର 2025 ବୁଧବାର ଦିନ ମୋର ବାପା ମୋତେ ଦେଖିବାକୁ ଆସିଥିଲେ। ସମସ୍ତଙ୍କୁ ବୁଝାସୁଝା କରି ରାତ୍ରି 8:30 ସମୟରେ ସିରୁଲ ସାହୁପଡ଼ା କୋଦଣ୍ଡ ସାହୁଙ୍କ ଘରକୁ ଚାଲି ଯାଇଥିଲେ ରେ ଧନ। ଠିକ୍ ସେତିକି ବେଳେ ମୋ ଶାଶୁ ଶ୍ୱଶୁର ମୋ ସ୍ୱାମୀ ନଣନ୍ଦ ମିଶି ମୋତେ ମାଡ଼ ମାରି ମୋ କୂଳରୁ ତତେ ଅଲଗା କରିଦେଇଥିଲେ ରେ ଧନ, ମୋ କୂଳରୁ ତତେ ଅଲଗା କରିଦେଇଥିଲେ। ଧନରେ ମୋର ତଣ୍ଟି ଚିପି ବିଷ ପିଆଇ ଦେଲେ ମୋତେ। ମୁଁ କେତେ ଅଲିହର୍ଦ୍ଦଲି କଲି, ମୋତେ କେତେ ନେହୁରା ହେଲି, ମୁଁ କେତେ ଗୁହାରି କଲି, ମୋରି ଗୁହାରି କେହି ଶୁଣିଲେ ନାହିଁ ରେ ଧନ। ତୋ କଥାକୁ ମଧ୍ୟ କାହାକୁ ମନେ ପଡ଼ିଲା ନାହିଁ। ସମସ୍ତେ ପାଲଟି ଗଲେ ନର ରାକ୍ଷସ, ଟଣ ଓଟରା କରି ତଳେ ପକାଇଦେଲେ। ସେତିକି ବେଳେ ମୋ ଆଶା ଭରସା ମଉଲି ଗଲା ରେ ଧନ, ମୋ ଆଶା ଭରସା ମଉଲି ଗଲା। ଠିକ୍ ସେତିକି ବେଳେ ବିପଦରୁ ରକ୍ଷା ପାଇବା ପାଇଁ ମୋତେ ମୋଟର ସାଇକେଲ ଯୋଗେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ ରେ ଧନ। କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆଉ ମୋର ବାପା କୌତୁକ ସାହୁଙ୍କୁ ମୋ ଶ୍ୱଶୁର ରୋମାଞ୍ଚଳ ସାହୁ ଫୋନ୍ କରି କହିଥିଲେ ଯେ ତୁମ୍ଭର ଝିଅ ବିଷ ଖାଇଛି, ତୁମେ ଶୀଘ୍ର ଆସ ବୋଲି କହିଥିଲେ। ମୋର ବାପା ହସ୍ପିଟାଲରେ ପହଞ୍ଚି ମୋର ଅବସ୍ଥା ଦେଖି କାନ୍ଦି କାନ୍ଦି ପଚାରିଥିଲେ, ତତେ କିଏ ଏମିତି ଦଶା କଲା ରେ ମା, ତତେ କିଏ ଏମିତି ଦଶା କଲା ବୋଲି ପଚାରିଥିଲେ ରେ ଧନ। ବାପା ମୁଁ କହିଥିଲି, ମୋ ସ୍ୱାମୀ ଶାଶୁ ଶ୍ୱଶୁର ନଣନ୍ଦ ମିଶି ମୋତେ ତଣ୍ଟି ଚିପି ବିଷ ପିଆଇ ଦେଇଛନ୍ତି, ମୋତେ ତଣ୍ଟି ଚିପି ବିଷ ପିଆଇ ଦେଇଛନ୍ତି ବାପା ବୋଲି କହିଥିଲି। ଆଉ ସେହି କାଳ ରାତ୍ରିରେ
ଅଚେତ ନିଦ୍ରାରେ ଶୋଇପଡ଼ି ତୋତେ ଭୁଲି ଯାଇ ଆର ପାରିକୁ ଚାଲି ଆସିଲି ରେ ଧନ। ତୋତେ ଭୁଲି ଯାଇ ଆର ପାରିକୁ ଚାଲି ଆସିଲି ଧନରେ। ସେହି ସମୟରେ ମୋତେ କେସିଙ୍ଗା ହସ୍ପିଟାଲ ଠାରୁ ଭବାନୀପାଟଣା ନେଉଥିଲେ ସତ, ବାଟରେ ହିଁ ମୋର ପ୍ରାଣବାୟୁ ଚାଲିଗଲା ରେ ଧନ। ବାଟରେ ହିଁ ମୋର ପ୍ରାଣବାୟୁ ଚାଲିଗଲା। ତୋତେ ଜନ୍ମ ଦେଇ କିଛି କରିପାରିଲେ ନାହିଁ ଧନ, ତେଣୁ କ୍ଷମା କରିଦେବୁ ଏ ତୋର ହତଭାଗା ମାଆକୁ। କ୍ଷମା କରିଦେବୁ ଏ ତୋର ହତଭାଗା ମାଆକୁ। ଚିରଦିନ ପାଇଁ ଭୁଲିଯିବୁ ମାଆର ଶବ୍ଦ। ଚିରଦିନ ପାଇଁ ଭୁଲିଯିବୁ ଏ ତୋ ମାଆର ଶବ୍ଦ। ମୋ ଶବ ହୋଇ ପଡ଼ିଥାଏ ରେ ଧନ, ଠିକ୍ ସେତିକି ବେଳେ ମୋର ଶବକୁ ବ୍ୟବଚ୍ଛେଦ ପାଇଁ ନେଇଯାଆନ୍ତି କୋଠରୀ ଭିତରକୁ। ବ୍ୟବଚ୍ଛେଦ ପରେ ମୋ ଶବକୁ ହସ୍ତାନ୍ତର କରନ୍ତି ମୋ ପରିବାର ଲୋକଙ୍କୁ। ମୋ ଶବକୁ ନେଇ ଆସନ୍ତି ମୋ ବନ୍ଧୁ କୁଟୁମ୍ବ ପଡ଼ୋଶୀ। କାଳରାତ୍ରିରେ ଶବ ହୋଇ ପହଞ୍ଚିଥାଏ ମୋ ଶ୍ୱଶୁର ଘର ଭମରମାଲ ଗ୍ରାମକୁ। ମୋତେ ଦେଖିବାକୁ ଅପେକ୍ଷା କରିଥାନ୍ତି ଆତ୍ମୀୟ ସ୍ୱଜନ, ବନ୍ଧୁ ବାନ୍ଧବ, କୁଟୁମ୍ବ, ଗ୍ରାମବାସୀ। ମୋ ଶ୍ୱଶୁର ଘର ସମ୍ମୁଖରେ ମୋ ଶବ ରଖି ପ୍ରତିବାଦ କରନ୍ତି ମୋର ଆତ୍ମୀୟ ସ୍ୱଜନମାନେ। ଠିକ୍ ସେତିକି ବେଳେରେ ଧନ ମୋର ବିକଳ ଚିତ୍ରର କରୁଣା କାହାଣୀ ଚିତ୍କାରକୁ ଶୁଣି ଦୌଡ଼ି ଆସନ୍ତି ସାମ୍ବାଦିକ ଭାଇମାନେ। ସେହି ବିକଳ ଚିତ୍କାର ଶୁଣି ଦୌଡ଼ି ଆସନ୍ତି ସାମ୍ବାଦିକ ଭାଇମାନେ। ମୋର ଷଡ଼ଯନ୍ତ୍ରର ହତ୍ୟାର ପ୍ରଚାର ପ୍ରସାର କରନ୍ତି ଗଣମାଧ୍ୟମ, ଖବର କାଗଜ, ଟିଭି ପରଦାରେ। ନିମିଷକେ ବ୍ୟାପି ଯାଏ ସମଗ୍ର ଓଡ଼ିଶାକୁ ବଧୂ ହତ୍ୟାର ବିକଳ ଚିତ୍ର ଦେଖୁଥାନ୍ତି ସମଗ୍ର ଓଡ଼ିଶାବାସୀ। ଆଖିରୁ ଝରି ପଡ଼ୁଥାଏ ଅଶ୍ରୁର ଲୁହ ଏବଂ ଅତୀତରେ ମନେ ପଡ଼ିଥାଏ ତୈଳିକ ହଳଦିଆ ସାହୁ ସମାଜର କଥା। ମୁଁ ସାହୁ ସମାଜର ଥିଲି ଝିଅ ହେଲି ବହୁରେ ଧନ। ମୁଁ ସାହୁ ସମାଜର ଥିଲି ଝିଅ ହେଲି ବହୁ। ମୋର ମୃତ୍ୟୁ ଖବର ଶୁଣି ଜନସାଧାରଣ ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ପ୍ରତିବାଦ ନାରା ଦେଉଥିବା ବେଳେ ସାହୁ ସମାଜର ବଡ଼ ବଡ଼ ପଦାଧିକାରୀ ବାବୁମାନଙ୍କର ଆଖିକୁ ଦେଖାଗଲା ନାହିଁ ରେ ଧନ। ମା ଓ ନିର୍ବୋଧ ଶିଶୁର କ୍ରନ୍ଦନ ଶୁଣାଗଲା ନାହିଁ। ମା ଓ ଶିଶୁର କ୍ରନ୍ଦନ ଶୁଣାଗଲା ନାହିଁ। ଆଉ ସେହିଦିନ ଧନ୍ୟ ଧନ୍ୟରେ ସାହୁ ସମାଜ, ତୁମର ମହତ ପଣିଆକୁ ଧନ୍ୟବାଦ। ଆତ୍ମା ସ୍ୱରୂପରେ କହୁଛି ତୋହର ମହତ ପଣିଆକୁ ଧନ୍ୟବାଦ ଦେଉଛି ରେ ସାହୁ ସମାଜ। ଧନରେ ମୁଁ ସିନା ତୋ ପାଖରେ ନାହିଁ, ତୋ ପାଖରେ ଧର୍ମର ବାପା, ମା, ଭାଇ, ଭଉଣୀ ତୋତେ ପୁତ୍ର ପରି ସ୍ନେହ କରିବେ, ତୋତେ ଭାଇ ପରି ଗ୍ରହ କରିବେ। ଏହି ଦୁନିଆରେ ଭଲ ମଣିଷଟିଏ ହେବୁ ରେ ଧନ। ଏହି ଦୁନିଆରେ ଭଲ ମଣିଷଟିଏ ହେବୁ। ତୋ ମାଆର ମାନ ରଖିବୁ ରେ ଧନ। ତୋ ମାଆର ମାନ ରଖିବୁ। ଆଉ ସେହି ଦିନକୁ ଅପେକ୍ଷା କରି ତୋରି ହସ୍ତରୁ ଗୋଟାଏ ପିଣ୍ଡ ଟୋପାଏ ଜଳ ପାଇବା ପାଇଁ ତୋହରି ଚାରିପଟରେ ଛାଇ ପରି ଘୁରି ବୁଲୁଥିବି ରେ ଧନ। ତୋହରି ପାଖରେ ଛାଇ ପରି ଘୁରି ବୁଲୁଥିବି। ଠିକ୍ ସେତିକି ବେଳେ ତୋହରି ହସ୍ତ ବଢ଼ାଇ ଏହି ତୋର ହତଭାଗା ମାଆର ଆତ୍ମା ଶାନ୍ତି ହେବ। ଧନରେ ଟୋପାଏ ଜଳ, ମୁଠାଏ ଅନ୍ନରେ ତୋ ମାଆର ଆତ୍ମା ଶାନ୍ତି ହେବ। ସେହିଦିନ କେବେ ଯେ ଆସିବ, ସେହି ସମୟ କେବେ ଯେ ଆସିବ, ସେହି ଦିନକୁ ଅପେକ୍ଷା କରିଛି ତୋର ଏ ନିରୀହ ହତଭାଗା ମା। ଧନ ଲୋଭରେ ଅନ୍ଧ ହୋଇଗଲା ମଣିଷ, ସାଜିଲା ନର ରାକ୍ଷସ, ପାଲଟି ଯାଇଥିଲା ଶୈତାନ। ନିଜ ହାତରେ ନେଇଗଲା ମୋ ସରଳ ଜୀବନ, ଲିଭାଇ ଦେଲା ବହୁର ଜୀବନ। ଚାଲିଗଲା ମାନ ସମ୍ମାନ, ଚାଲିଗଲା ଧନ ରତ୍ନ କୁବେର ଭଣ୍ଡାର। ଜନଶୂନ୍ୟ ହୋଇଗଲା ଘର ଦ୍ୱାର, ଘର ପାଲଟିଲା ଭୂତ କୋଠି। ଧନରେ ଘର ପାଲଟିଲା ଭୂତ କୋଠି। ଏଇଟା ଆମର ମନଗଣା କାହାଣୀ ନୁହଁ ଆଜ୍ଞା, ଅତୀତରେ ଘଟି ଯାଇଥିବା ଘଟଣା। 10 ସେପ୍ଟେମ୍ବର 2025 ବୁଧବାର ରାତ୍ରି ପ୍ରାୟ 10:30 ସମୟରେ ବଧୂ ହତ୍ୟାର ବିକଳ ଚିତ୍ର ଆପଣମାନେ ଦେଖୁଥିଲେ। ଓଡ଼ିଶା ପ୍ରଦେଶ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ
अंतर्गत परलसिंगा ग्राम पंचायत भमरमाल ग्रामर स्वर्गत क्षीर साहू आत्मार करुण कहानी। निर्बोध शिशु को छाड़ी माँ चलीगला आरपारी को, बापा चलीगला भवानीपाटना जेल कालकोठरी को। ब्यूरो रिपोर्ट निर्मल टीवी।